ଜୟ ଜଗନ୍ନାଥ। ଆପଣମାନଙ୍କ ସମସ୍ତଙ୍କୁ ନିରୋଗ ଓଡ଼ିଶା ଚ୍ୟାନେଲକୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜି ପୁଣି ମୁଁ ନିରୋଗ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ସମ୍ମତ ଓ ମଣିଷ ସ୍ୱାସ୍ଥ୍ୟ ଶରୀରଗତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ନେଇକି ଆପଣଙ୍କ ପାଖରେ ଉପସ୍ଥିତ ହୋଇଛି। ଆପଣ ମୋର ପ୍ରଥମ ପର୍ଯ୍ୟାୟ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା ତାକୁ ଦେଖିସାରିଛନ୍ତି ନା? ଯଦି ଦେଖିନାହାନ୍ତି ତାକୁ ଟିକେ ଯାଇକି ଦେଖିଦିଅନ୍ତୁ। କିନ୍ତୁ ଏବେ ଆମେ ଆରମ୍ଭ କରିବା ଦ୍ୱିତୀୟ ପର୍ଯ୍ୟାୟ। ଆପଣ ଆମେ ମିଶି ୟା ଭିତରେ ବିଭିନ୍ନ ପ୍ରକାର ମଜାଦାର କଥା ଏବଂ ବିଜ୍ଞାନ ସମ୍ବନ୍ଧୀୟ ଉପକାରୀ ଉପାଦେୟ ଜିନିଷ ମାନ ଆମେ ଜାଣିପାରିବା ଏବଂ ଆମ ଜୀବନରେ ଉପଯୋଗ କରିପାରିବା। ପ୍ରଶ୍ନ ହଉଛି ସ୍ୱାସ୍ଥ୍ୟ ମାନେ କ'ଣ? ଦ୍ୟାଟ୍ ମିନ୍ସ ହ୍ୱାଟ ଇଜ ହେଲ୍ଥ? ହ୍ୱାଟ ଇଜ ଦ ରିଅଲ ଡେଫିନେସନ ଅଫ ହେଲ୍ଥ? ସ୍ୱାସ୍ଥ୍ୟର ପରିଭାଷା କ'ଣ? ମଣିଷକୁ ଈଶ୍ୱର ଏତେ ସୁନ୍ଦର ଶରୀର ଦେଇଛନ୍ତି, ଏ କଥାର ଯଥାର୍ଥ ଉତ୍ତର ଆମେ ସମସ୍ତେ ଖୋଜିବା କି ନାହିଁ? ଗୋଟେ କମେଣ୍ଟ ମାଧ୍ୟମରେ ଜଣେଇବା। According to WHO, World Health Organization, health is a state of complete physical, mental, social, and spiritual well-being, not merely the absence of disease or infirmity. ଏହାର ବିସ୍ତୃତ ଅର୍ଥ ହେଉଛି ସ୍ୱାସ୍ଥ୍ୟ ମାନେ ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତରେ ପରିପୁଷ୍ଟ ହୋଇଥିବା ଦରକାର। ଏହାର ଅର୍ଥ ନୁହଁ ଯେ ମୋର କୌଣସି ରୋଗ ନାହିଁ, ସେଥିପାଇଁ ମୁଁ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ଏବଂ ମୁଁ ସ୍ୱାସ୍ଥ୍ୟବାନ। So physical health is a state in which body functions properly. It is free from all illness and is strong enough to do all the daily activities. ଓଡ଼ିଆର ଏ କଥାର ତାତ୍ପର୍ଯ୍ୟ ହେଉଛି ଶରୀରର ମାନେ ମଣିଷ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଓ ପ୍ରଣାଳୀ ଯଥାର୍ଥ ଭାବରେ କାମ କରୁଥିବ ଏବଂ ଆମେ ସହଜରେ ରୋଗଗ୍ରସ୍ତ ହେଉନଥିବା। ଏ ଅବସ୍ଥାକୁ ଆମେ ସୁନ୍ଦର ସ୍ୱାସ୍ଥ୍ୟ ବା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆମେ ନିଜକୁ ଷ୍ଟ୍ରଙ୍ଗ ବୋଲି କହିପାରିବା। ବର୍ତ୍ତମାନ କଥା ହେଉଛି ଯେ ଏହା ପଛରେ କିଛି ଲକ୍ଷଣ କ'ଣ? ଆମେ ଜାଣିବା କେମିତି ମୋ ଶରୀର ସୁନ୍ଦର ଅଛି, ସ୍ୱାସ୍ଥ୍ୟ ଅଛି, କେମିତି ଜାଣିବା? ଏ କମେଣ୍ଟ ମାଧ୍ୟମରେ ଜଣାଉନାହାନ୍ତି। ବର୍ତ୍ତମାନ ଫିଜିକାଲ ହେଲ୍ଥ, ସୁନ୍ଦର ସ୍ୱାସ୍ଥ୍ୟର କିଛି ଲକ୍ଷଣ ମାନ କହିବାକୁ ଆରମ୍ଭ କରିବି। ଗୁଡ୍ ଏନର୍ଜି ଲେଭେଲ, ଓଡ଼ିଆର ଅର୍ଥ ହେଉଛି ଶରୀର ମଧ୍ୟରେ ଶକ୍ତି ଏବଂ ତାଜାପଣ ଥିବା ଦରକାର। ପ୍ରପର ବଡି ୱେଟ୍, ନିଜର ବୟସ ମୁତାବକ ଶରୀର ଓଜନ ଠିକ୍ ଥିବା ଦରକାର। ପ୍ରପର ଡାଇଜେସନ, ପାଚନ ଶକ୍ତି ଭରପୁର ରହିଥିବା ଦରକାର। ଚତୁର୍ଥ ପଏଣ୍ଟ ହେଲା ଗୁଡ୍ ସ୍ଲିପ୍, ଗାଢ଼ ନିଦ୍ରା ଆବଶ୍ୟକ, ଡେଲି 7ରୁ 8 ଘଣ୍ଟା। ଫିଫ୍ଥ ପଏଣ୍ଟ, ଏବିଲିଟି ଟୁ ଡେଲି ୱାର୍କ ୱିଦାଉଟ୍ ଟାୟାର୍ଡନେସ୍, ସହଜରେ କ୍ଳାନ୍ତ ନ ହୋଇ କଠିନରୁ କଠିନତର ପରିଶ୍ରମ କରିପାରୁଥିବା ଦରକାର। ଲାଷ୍ଟ, ହାଇ ଇମ୍ୟୁନିଟି, ଅର୍ଥ ଟିକେ ଟିକେ କଥାରେ ଆମେ ରୋଗଗ୍ରସ୍ତ ନ ହେଉଥିବା ଦରକାର। ଟିକେ ବର୍ଷା ହେଇଗଲା ଭିଜିଗଲି, ଜ୍ୱର ଆସିଗଲା, ଥଣ୍ଡା ହେଇଗଲା, ଏମିତି ନ ହେଉଥିବା ଦରକାର। ଏ ସମସ୍ତ ପ୍ରକାର ଲକ୍ଷଣ ଗୋଟେ ଉତ୍ତମ ଶରୀର, ସୁନ୍ଦର ସ୍ୱାସ୍ଥ୍ୟ କିମ୍ବା ଫିଜିକାଲ ହେଲ୍ଥର ଡେଫିନେସନ। ବର୍ତ୍ତମାନ କଥାଟା ହେଉଛି ଯେ ଏତେ ଯୋଉ 6ଟା ପଏଣ୍ଟ କ'ଣ ମୋ ଦେହରେ ସମ୍ଭବ? ହଁ, ସମ୍ଭବ। ଏଥିପାଇଁ ନିରୋଗ ଓଡ଼ିଶା ଆପଣମାନଙ୍କୁ ସାହାଯ୍ୟ କରିବେ ଏବଂ ୟାର ନିରାକରଣ ବି ପଦକ୍ଷେପ ମୁଁ ଆପଣଙ୍କୁ ବତେଇ ଦେଉଛି। ପ୍ରଥମ ହେଲା ବାଲାନ୍ସ ଡାଏଟ୍। ବାଲାନ୍ସ ଡାଏଟ୍ ଶୁଣିକି ଆମେ ବେଳେ ଡରିଯାଉ। ୟାର ଆକ୍ଚୁଆଲି ଓଡ଼ିଆ ହେଉଛି ସୁଷମ ଏବଂ ସନ୍ତୁଳିତ ଖାଦ୍ୟ। ପୁଣି ମନ ଭିତରେ କ୍ୱେଶ୍ଚନ ଆସେ, ମୁଁ କ'ଣ ଏହା ଏଫୋର୍ଡ କରିପାରିବି? ଏହା ବହୁତ ବ୍ୟୟ ସାପେକ୍ଷ ନୁହେଁ କି? ମୁଁ ମନା କରିବି ନାହିଁ, ଏ ବିଲକୁଲ ବ୍ୟୟ ସାପେକ୍ଷ ନୁହଁ। ଆପଣ ଘରେ ରହି ସନ୍ତୁଳିତ ସୁଷମ ଖାଦ୍ୟ ଖାଇକି ନିଜକୁ ନିରୋଗ ରଖିପାରିବେ। ଯଦି ଆପଣମାନଙ୍କୁ ବ୍ୟକ୍ତିଗତ ଭାବରେ ସୁଷମ ଓ ସନ୍ତୁଳିତ ଖାଦ୍ୟ କେମିତି ତିଆରି କରାଯାଏ, ଆପଣମାନେ କେମିତି ସୁସ୍ଥ ରହିବେ, ଆପଣ ଯଦି ସତରେ ଚାହାନ୍ତି ମୁଁ ଆପଣଙ୍କୁ ହେଲ୍ପ କରେ ବୋଲି, ତ ନିରୋଗ ଓଡ଼ିଶା ଚ୍ୟାନେଲରେ ତଳେ କମେଣ୍ଟସରେ ଆପଣ ଲେଖୁନାହାନ୍ତି, ମୁଁ ଆପଣଙ୍କୁ ପର୍ସନାଲି କଣ୍ଟାକ୍ଟ କରିବି ଏବଂ ଆପଣମାନଙ୍କୁ ସୁଷମ ଖାଦ୍ୟ କ'ଣ ବତେଇଦେବି, ବାଲାନ୍ସ ଡାଏଟ୍ କ'ଣ ବତେଇଦେବି। ରେଗୁଲାର ଏକ୍ସରସାଇଜ କଲେ ବେଳେବେଳେ ଆମକୁ ଭାରି ଅଳସୁଆ ଲାଗେ, ମତେ ବି ଲାଗେ ଆଜ୍ଞା, କିନ୍ତୁ ସେ ବହୁତ ଜରୁରୀ। ଏକ୍ସରସାଇଜ ବିଭିନ୍ନ ପ୍ରକାର, ଆପଣମାନେ ବି ଜାଣିଛନ୍ତି, ମୁଁ ବି ଜାଣିଛି। ଅର୍ଥ ହେଉଛି ବିଭିନ୍ନ ପ୍ରକାର, ଯେମିତି ଏରୋବିକ୍, ଏନୋରୋବିକ୍, ଯୋଗ ସାହିତ୍ୟ, ଏସବୁ ବିଭିନ୍ନ ପ୍ରକାର ଏକ୍ସରସାଇଜ ଅଛି। କାହା ପାଇଁ କୋଉ ଏକ୍ସରସାଇଜ ଦରକାର
ସେଥିପାଇଁ ଆପଣଙ୍କ ଶରୀର, ଆପଣଙ୍କର ବୟସ, ଆପଣଙ୍କର ହାଇଟ୍ ଏସବୁ ମତେ ଟିକେ ଦରକାର। ହେଲେ ମୁଁ ମଧ୍ୟ ଆପଣଙ୍କୁ ପ୍ରପର ବତେଇ ଦେଇପାରିବି ଆପଣ କେତେବେଳେ କୋଉ ଏକ୍ସରସାଇଜ କରିବା ଦରକାର ନିଜକୁ ସୁସ୍ଥ ରଖିବା ଲାଗି। ଏତିକି କଥା ଆପଣ କଣ କରିପାରିବେ ନାହିଁ। ଥାର୍ଡ ପଏଣ୍ଟ ହଉଛି ଆଡେକୁଏଟ ସ୍ଲିପ, ଅର୍ଥାତ୍ 7 ରୁ 8 ଘଣ୍ଟା ଗାଢ ନିଦ୍ରାରେ ଶୋଇବା। କାହାକୁ ଆଜ୍ଞା ସମୟ ଅଛି ଶୋଇବା ଲାଗି? ସମସ୍ତେ କେତେ ଷ୍ଟ୍ରେସଫୁଲ ଅଛି, ସୁଷମ ଖାଦ୍ୟ ନାହିଁ, କାମରେ ଟେନସନ, ଏ ସବୁ କଥା ଆମକୁ ସବୁବେଳେ ବ୍ୟତିବ୍ୟସ୍ତ କରୁଛି। ନିରୋଗ ଓଡିଶାର କାମ ହେଲା ଆପଣ ମାନଙ୍କୁ ସମସ୍ତ ପ୍ରକାର ସମସ୍ୟାର ନିରାକରଣ ବତେଇବ ଏବଂ ଆପଣ ପ୍ରତ୍ୟେକ 7 ରୁ 8 ଘଣ୍ଟା ଗାଢ ନିଦ୍ରା ଶୋଇକି ନିଜକୁ ସୁସ୍ଥ ରଖିପାରିବେ। ଏ ଦାୟିତ୍ୱ ମଧ୍ୟ ମତେ ଦିଅନ୍ତୁ। ଫୋର୍ଥ ପଏଣ୍ଟ, ଗୁଡ ହାଇଜିନ୍। ଏହାର ଅର୍ଥ ହଉଛି ପରିଷ୍କାର ପରିଚ୍ଛନ୍ନତା। ଆମେ ଗୁଡାଏ ସାବୁନ, ଶ୍ୟାମ୍ପୁ, ସାନିଟାଇଜର ୟୁଜ କରିକି ପରିଷ୍କାର ପରିଚ୍ଛନ୍ନତା ମେଣ୍ଟେନ କରିପାରିବା ନାହିଁ। ଆମ ଭିତରେ ବୈଦିକ ସାହିତ୍ୟ ସମୟରୁ ପରିଷ୍କାର ପରିଚ୍ଛନ୍ନତା କେମିତି ମେଣ୍ଟେନ କରାଯାଏ ଏ କଥା କରାହେଇଛି। ମନେ ପକେଇଦବା ଲାଗି ନିରୋଗ ଓଡିଶା ଆପଣମାନଙ୍କ ସେବାରେ। ଫିଫ୍ଥ ପଏଣ୍ଟ, ରେଗୁଲାର ହେଲ୍ଥ ଚେକଅପ୍। ସେଥିପାଇଁ ବିଭିନ୍ନ ପ୍ରକାର ଇନଭେସିଭ, ନନ୍ ଇନଭେସିଭ ଟେଷ୍ଟ ମାନ ଅଛନ୍ତି ଯାହାକୁ ଆପଣ ନିଜେ ଚେକ୍ କରି ଦେଖିପାରିବେ। ନାହିଁ ତ ଆପଣ ଆମମାନଙ୍କୁ ସମ୍ପର୍କ ରଖିପାରିବେ। ବିଭିନ୍ନ ପ୍ରକାର ପାଥୋଲୋଜିକାଲ ଟେଷ୍ଟ, ବଡି କମ୍ପୋଜିସନ ଆନାଲିସିସ୍ ମାଧ୍ୟମରେ ଆମେ ଆପଣଙ୍କର ଶରୀରର ଅବସ୍ଥାକୁ ଆପଣଙ୍କ ପାଖରେ ବର୍ଣ୍ଣନା କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫିଜିକାଲ ହେଲ୍ଥ ମାନେ ଶାରୀରିକ ସ୍ୱାସ୍ଥ୍ୟ ଏବଂ ଲକ୍ଷଣ ଏବଂ ଏହାର ନିରାକରଣ ଏ ସବୁଗୁଡା ପଏଣ୍ଟ ଆପଣଙ୍କ ଆଗରେ ସଂକ୍ଷେପରେ ଆଲୋଚନା କଲି। ଆକୁ ଆପଣ ବାରମ୍ବାର ରିମାଇଣ୍ଡ କରି ନୋଟ କରନ୍ତୁ, ନିଜ ଲାଇଫରେ ପର୍ଯ୍ୟାପ୍ତ ପରିମାଣରେ ଆକୁ ଉପଯୋଗ କରନ୍ତୁ। ଏହା ହିଁ ନିରୋଗ ଓଡିଶାର ମହତ ଉଦ୍ଦେଶ୍ୟ। ଯଦି ନିରୋଗ ଓଡିଶା କିମ୍ବା ମୁଁ ଆପଣଙ୍କୁ କୌଣସି ପ୍ରକାର ସାହାଯ୍ୟ ଲାଗିପାରିବୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ନିଶ୍ଚିତ ଭାବରେ ଆମେ ଆପଣଙ୍କ ପାଖରେ ପହଞ୍ଚିବୁ। ପୁଣି ଦେଖାହବ ତୃତୀୟ ପର୍ଯ୍ୟାୟରେ ଏକ ବହୁମୂଲ୍ୟ ସ୍ୱାସ୍ଥ୍ୟ ସମ୍ପଦ ବିଷୟରେ କାର୍ଯ୍ୟକ୍ରମ ନେଇକି ଆପଣଙ୍କ ପାଖରେ ଉପସ୍ଥିତ ହେବି। ମୁଁ ପୁଣି ସନ୍ଦୀପ୍ତ କୁମାର। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର।